এই পରାଠାଟା ମୁଁ ବହୁତ ଦିନ ପୂର୍ବରୁ ତ ଖାଇଥିଲି, କିନ୍ତୁ ହଁ ଘରେ କେବେ ପ୍ରିପାରେସନ୍ କରିନଥିଲି। ଆଉ ପ୍ରଥମ ଥର ଏଇଟା ମୁଁ ଘରେ ପ୍ରିପାରେସନ୍ କରିଛି। ଆଉ ଏଇଟା ଗୋଟେ ନ୍ୟୁଟ୍ରିସିୟସ୍ ପରାଠା ବୋଲି ଆପଣମାନେ କହିପାରିବେ। ଦେଖନ୍ତୁ ପୁରା ଚଣା ଡାଲି ଆଉ ପିଆଜ ଫୁଲ୍ ହେଇଛି ପରାଠା ଭିତରେ, ଆଉ ଷ୍ଟଫିଂ ପୁରା ଭଲ ଭାବରେ ଭରିକି ଅଛି। ଟିକେ ଆପଣ ବେଲିବାରେ ଏକ୍ସପର୍ଟ ହେଇଗଲା ପରେ ହିଁ ଏମିତି ଭାବରେ ପରାଠାଟା ବନିପାରିବ, କିନ୍ତୁ ଷ୍ଟାର୍ଟିଂରେ ଯାହା ବି ବନିବ ତାହା ଭଲ। ତ ଚଣା ଡାଲିକି ବତୁରେଇ ଦେଇଥିଲି 4 ଘଣ୍ଟା ପାଇଁ। ତାକୁ ଦେଖନ୍ତୁ ପାଣି ସେଥିରେ ଏକ୍ଜାକ୍ଟଲି ଏତିକି ହିଁ ଦେବେ, ଜଷ୍ଟ ଟିକେ ଡାଲିର ଉପରକୁ ରହିବ। ଆଉ ତାକୁ ଆମେ ହାଇ ଫ୍ଲେମ୍ରେ 4ଟା ସିଟି ଦେଇଦେବା। ଆଉ ତାପରେ ଦେଖନ୍ତୁ କିଛି ଏମିତି କଣ୍ଡିସନକୁ ଆସିବ ସିଟି ଖୋଲିଲା ପରେ। ଏବେ ଏଥିରେ ମୁଁ ଅଳ୍ପ ଟିକେ ଅଦା, ତା ସାଙ୍ଗରେ କଞ୍ଚା ଲଙ୍କା 2ଟା, ଲୁଣ ଟିକେ, ଏଥିରେ ପାଖାପାଖି 3ଟା ପରାଠା ବନିବ। ସବୁତକ ଡାଲି ମୁଁ ୟୁଜ୍ କରିନି। ଆଉ ତା ସାଙ୍ଗରେ ଧନିଆ ପାଉଡର, ଲାଲ ମିର୍ଚ ପାଉଡର, ଏତିକି ଜିନିଷ ପକେଇ ଆମେ ତାକୁ ଖଦଡ଼ା ଭାବେ ଗ୍ରାଇଣ୍ଡିଙ୍ଗ କରିଦେବା। ବେଶୀ ତାକୁ ଚିକଣ କରିବାନି, ମାନେ ପସ୍ ଦେଇକା 2-3 ଥର ତାକୁ ଆମେ ଚଲେଇ ନେବା। ଆପଣମାନେ ଦେଖିପାରୁଥିବେ କେମିତି କଣ୍ଡିସନରେ ମୋର ଡାଲିଟା ଅଛି। ଆଉ ଏତିକି ଯାଏ ହିଁ ଆକୁ ଆପଣମାନେ ଗ୍ରାଇଣ୍ଡିଙ୍ଗ କରିବେ। ପାଣି ବିଲକୁଲ ବି ସେଥିରେ ଦିଆହେବନି, ଗୋଟେ ବୁନ୍ଦ ବି ପାଣି ଦିଆହେବନି। ଏବେ ମୁଁ ଆଉ ଟିକେ ଏଥିରେ ପିଆଜ କାଟିକି ମିଶାଇ ଦେଇଛି। ଏଇଟା ଟୋଟାଲି ଅପସନାଲ, ଆପଣମାନଙ୍କୁ ଯଦି ପସନ୍ଦ କରନ୍ତି ତାହେଲେ ମିଶାନ୍ତୁ। ଯଦି ସାଧା ଦିନରେ କରୁଛନ୍ତି ତାହେଲେ ଆକୁ ଆପଣମାନେ ସ୍କିପ୍ ବି କରିପାରିବେ। ଆପଣମାନେ ସମସ୍ତେ ଜାଣିଥିବେ ଚଣା ଡାଲିଟା ମାନେ ବୁଟ ଡାଲିଟା କେତେ ନ୍ୟୁଟ୍ରିସିୟସ୍, ମାନେ ସେଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଏବେ ଅଟା ଗୁଳା ନେବା, ଯାର ସାଇଜ୍ଟା କି ପାଖାପାଖି 1.5ଟା ରୁଟି ସାଇଜ୍ର ରହିବ। ଆଉ ତାକୁ ହାଲକା ଟିକେ ବେଲି ନେବା। ଆଉ ବେଲିଲା ବେଳେ ଧ୍ୟାନ ରଖିବେ ଯେମିତିକି ମଝିରେ ଟିକେ ମୋଟା ରହିବ, ଚାରିପତ୍ର ଟିକେ ପତଳା ରହିବ। ତ ଏବେ ଦେଖନ୍ତୁ ଏମିତି ଭାବରେ ତାକୁ ଆମେ ଷ୍ଟଫିଂ ଦେଇଦେବା, ଯେମିତି ଆମର ମଣ୍ଡା ପିଠାର ପାଇଁ ପୁର ଦିଆ ହୁଏ। ଆଉ ପୁରା ଭରିକି ମୁଁ ଷ୍ଟଫିଂଟା ଦେଇଛି। ଆଉ ଏବେ ଯେଉଁ ପଟଟା ଉପର ଜଏଣ୍ଟଟା ରହିବ ସେଇ ପଟଟାକୁ ତଳକୁ ରଖିକି ଆମେ ଆକୁ ବେଲି ନେବା। ବେଲିବା ପୂର୍ବରୁ ପ୍ରଥମେ ହାତରେ ହାଲକା ଟିକେ ପ୍ରେସ୍ କରିନିଅନ୍ତୁ। ତା ଫଳରେ ତା ଭିତରେ ଯେଉଁ ପୁରଟା ଆମର ଦିଆହେଇଛି ସେଇଟା ଚାରିପଟକୁ ସମାନ ଭାବରେ ବାଣ୍ଟି ହେଇଯିବ। ତଥାପି ବି ମୋର ଦେଖନ୍ତୁ ପିଆଜ ଲାଗି ହାଲକା ଟିକେ ପରାଠାଟା ଫାଟୁଛି। ତ ଏମିତି ଭାବରେ ଆପଣମାନେ ଆରାମସେ ପରାଠାକୁ ବନେଇ ନେବେ। ଏବେ ତାୱାକୁ ଭଲ ଭାବରେ ଗରମ ହେଲା ପରେ ପରାଠାଟାକୁ ପକାଇ ଦେଇଛି ମୁଁ। ତାପରେ ତାକୁ ଓଲଟେଇ ଦେବା। ହାଲକା ଟିକେ ବ୍ରାଉନ୍ କଲର୍ ହେଲା ପରେ ହିଁ ସେଥିରେ ଆମେ ତେଲ ପକାଇଦେବା। ତେଲ ଆପଣଙ୍କ ଚଏସ୍ର, ଆପଣଙ୍କ ଉପରେ ମୁଁ ଛାଡ଼ୁଛି। ମୁଁ କିନ୍ତୁ ନର୍ମାଲି ସୋରିଷ ତେଲ ୟୁଜ୍ କରେ। ଆପଣମାନଙ୍କୁ କେତେ ଜଣଙ୍କୁ ଏଇଟା ଅଟପଟା ଲାଗିପାରେ, ଅଜୀବ ଲାଗିପାରେ, କିନ୍ତୁ ହଁ ମୁଁ ଏଇଟା ହିଁ ୟୁଜ୍ କରେ। ଆଉ ତାପରେ ଦେଖନ୍ତୁ ଏପଟେ 1 ଟେବୁଲ୍ ସ୍ପୁନ୍, ସେପଟେ 1 ଟେବୁଲ୍ ସ୍ପୁନ୍, 2 ଟେବୁଲ୍ ସ୍ପୁନ୍ ତେଲ ମୁଁ ଏଠି ଦେଇଛି। ଆଉ ମୋତେ ଯିଏ ଏଇ ରେସିପିଟା ମୋ ସାଙ୍ଗରେ ସେୟାର କରନ୍ତି ସେ ମୋର ଜଣେ ପଡ଼ୋଶୀ ଥିଲେ। ସେ ଆ ସାଙ୍ଗରେ ଗୋଟେ ଖଟା ମିଠା ଆମ୍ବର ଚଟନି ବନାନ୍ତି, କିନ୍ତୁ ମୁଁ ଏଇଟା ଗ୍ରୀନ୍ ଚଟନି ହିଁ ସାଙ୍ଗରେ ସର୍ଭ କରିବି। ଦେଖନ୍ତୁ ଆଉ ବାକି ପରାଠା ସବୁକୁ ଆମେ ଏମିତି ସେମ୍ ପ୍ରୋସେସ୍ରେ ବନେଇ ନେବା। ଆକୁ ମିଡ଼ିୟମ୍ ଫ୍ଲେମ୍ରେ ସବୁବେଳେ ସେକନ୍ତୁ। ତରତର ହେଇକି ହାଇ ଫ୍ଲେମ୍ରେ ସେକିଲେ ଏଇଟା ଠିକ୍ସେ କୁକ୍ ହେବନି। ଆକୁ ମୁଁ ସର୍ଭ କରିଛି ଗ୍ରୀନ୍ ଚଟନି ସାଙ୍ଗରେ। ଦେଖନ୍ତୁ ପରାଠା କେତେ ସୁନ୍ଦର ଦେଖାଯାଉଛି, ଆଉ ଯେତେ ସୁନ୍ଦର ଦେଖାଯାଉଛି ଖାଇବା ପାଇଁ ମଧ୍ୟ ସେତିକି ଟେଷ୍ଟି। ଘରେ ଆକୁ ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ। ଆଉ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ କେମିତି ଲାଗିଲା। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ, ଆଗକୁ ଏମିତି ଭିଡ଼ିଓ ସବୁ ଦେଖିବା ପାଇଁ। ଆଜି ପାଇଁ ଭିଡ଼ିଓରେ ଏତିକି, ରହୁଛି। ନମସ୍କାର, ଜୟ ଜଗନ୍ନାଥ।